ତ ଦର୍ଶକ ବନ୍ଧୁ ଯେଉଁମାନେ ବି ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ପାଇନାହାନ୍ତି ତ ସେମାନଙ୍କ ପାଇଁ ନିହାତି ଏ ଭିଡ଼ିଓଟି ଦେଖିବାକୁ ଭୁଲିବେ ନାହିଁ ଶେଷ ପର୍ଯ୍ୟନ୍ତ ଦେଖିଲେ ହିଁ ଜାଣିପାରିବେ କାହିଁକି ଆପଣମାନେ ଟଙ୍କାଟି ପାଇଲେ ନାହିଁ ଏବଂ ଟଙ୍କା କ'ଣ କଲେ ଆପଣମାନେ ଯେଉଁ 8 ତାରିଖ ମାର୍ଚ୍ଚ 8 ତାରିଖରେ ଏକାଥରେ ଦୁଇଟି ଯାକ ଟଙ୍କା ବା 10,000 ଟଙ୍କା ଯେଉଁ ମିଳିବ ତ କ'ଣ କଲେ ଆପଣମାନଙ୍କୁ ମିଳିବ ନିହାତି ଭାବରେ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ଚ୍ୟାନେଲରେ ନୂଆ ଆସିଛନ୍ତି ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଅନ୍ କରିଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓଟି ଲାଇକ୍ ସେୟାର କରନ୍ତୁ। ତ ପ୍ରଥମ କଥା ହେଲା କିଛି ଲୋକଙ୍କର ଏପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଅଛି, ଅର୍ଥାତ୍ ଷ୍ଟାଟସ୍ ମଧ୍ୟ ଠିକ୍ଠାକ୍ ଅଛି, ଯେମିତି ଦେଖାଇବା କଥା ସେମିତି ଦେଖାଉଛି। EKYC ଆପ୍ରୁଭ୍ ଦେଖାଉଛି, EKYC ସ୍ଥିତି ବାୟୋମେଟ୍ରିକ୍ ଦେଖାଉଛି, ସ୍ୱୀକୃତି ସ୍ଥିତି ଦେଖାଉଛି 100%, ଅର୍ଥାତ୍ ଯେମିତି ଥିଲା ତାହା ଠିକ୍ଠାକ୍ ଅଛି। ହୁଏତ ତାଙ୍କର ବ୍ୟାଙ୍କରେ କିଛି ପ୍ରୋବ୍ଲେମ୍ ଥାଏ, ନହେଲେ ଆଧାର ସହିତ କିଛି ଲିଙ୍କ୍ କମି ଯାଇଥାଏ। ସେଥିପାଇଁ ନିହାତି ଭାବରେ ବ୍ୟାଙ୍କ ଯାଇକି DBT ଚେକ୍ କରନ୍ତୁ, ନଚେତ୍ ମୋବାଇଲ ଦ୍ୱାରା DBT ଚେକ୍ କରନ୍ତୁ, ନଚେତ୍ ବ୍ୟାଙ୍କରେ KYC ଯାଇକି ବ୍ୟାଙ୍କରେ KYC କରିବା ଅର୍ଥ ଆକାଉଣ୍ଟ ସହିତ KYC ନଥିବ, ସେଥିପାଇଁ ଟଙ୍କାଟି ଆସିନଥିବ। ଇଏ ଗଲା ପ୍ରଥମ ପଏଣ୍ଟ। ଦ୍ୱିତୀୟ ପଏଣ୍ଟ ହେଉଛି ବହୁତ ଲୋକଙ୍କର ସବୁ ଠିକ୍ଠାକ୍ ଥାଏ ମଧ୍ୟ ଟଙ୍କା ତ ଆଇଲାନି। ଇଏ ତ ପ୍ରଥମ ପଏଣ୍ଟ ଗଲା। ଦ୍ୱିତୀୟ ପଏଣ୍ଟ ହେଉଛି ଯେଉଁମାନଙ୍କର NPCI ଏ ପର୍ଯ୍ୟନ୍ତ କ୍ଲିଅର୍ କରିନାହାନ୍ତି, ଅର୍ଥାତ୍ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି NPCI କେଉଁଠି ଦେଖିବେ। ଏଠି ଲେଖାයි ଦେଖନ୍ତୁ, ବ୍ୟାଙ୍କ ଆକାଉଣ୍ଟ ସଚଳ କିମ୍ବା ଅପଡ଼େଟ୍ ଆବଶ୍ୟକ। ଏଇଠି ଯେଉଁମାନଙ୍କର ଆପଣମାନଙ୍କର ତାଲିକା ଯଦି ଅଛି ତ ନିହାତି ଭାବରେ ଯାଇକି ଶେଷ ତାରିଖ 7 ତାରିଖ ମଧ୍ୟରେ ଆପଣମାନେ ଏଇଠି ରିଜେକ୍ଟ ଲିଷ୍ଟ ତାଲିକା ଯେଉଁ ଦେଖିବାକୁ ଅଛି ତ ଏଠି ଦେଖିପାରୁଥିବେ। ଏଠି ଜିଲ୍ଲା ଦେଇକି ବ୍ଲକ ଦେଇକି GP ଦେଇକି ଦେଖନ୍ତୁ ଆପଣମାନଙ୍କର ରିଜେକ୍ଟ ଲିଷ୍ଟ ନାଁ ଅଛି କି ନାହିଁ। ଯଦି ନାଁ ଅଛି ନିହାତି ଭାବରେ ଯାଇକି ବ୍ୟାଙ୍କରେ ସମ୍ପର୍କ କରନ୍ତୁ ଏବଂ DBT ଏନେବୁଲ୍ କରନ୍ତୁ। ଆଉ ମନେ ରଖନ୍ତୁ ସବୁବେଳେ ଆକାଉଣ୍ଟକୁ ଚାଲୁ ରଖନ୍ତୁ। ଆକାଉଣ୍ଟରେ ଟଙ୍କା ନେଣ ଦେଣ ସହିତ ଆପଣମାନେ KYCଟାକୁ ବି ଚେକ୍ କରନ୍ତୁ। ଯଦି ଏକାଥରେ ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଯେଉଁ ମିଳିବ 10,000 ଟଙ୍କା ଆପଣମାନଙ୍କୁ ମିଳିବ। ପ୍ରଥମେ ହେଉଛି NPCI କ୍ଲିୟର ଲିଷ୍ଟ ଆପଣମାନେ ଦେଖନ୍ତୁ, ଯେଉଁଟାକି ଏଇଗୁଟାକ ମୁଁ ଦେଖେଇଲି। ପ୍ରଥମେ ଦେଖିଦିଅନ୍ତୁ ଏଇଗୁଟାକ। ଆଉ ଯଦି ଦ୍ୱିତୀୟରେ ହେଉଛି ଆପଣମାନଙ୍କର DBT ଦେଖନ୍ତୁ ପ୍ରଥମେ ଆକାଉଣ୍ଟ ସହିତ ଅଛି ନା ନାହିଁ। ଯଦି ଏମିତି କିଛି ହେଇଛି ଆକାଉଣ୍ଟ ସହିତ DBT ଅଛି ତଥାପି ଲିଙ୍କ ଟଙ୍କା ଆସିନାହିଁ ତ ଆପଣମାନଙ୍କୁ ହୁଏତ ଏଇ କିଛି ପ୍ରୋବ୍ଲେମ୍ ସକାଶେ ଆସିନାହିଁ। ଆପଣମାନେ ଅପେକ୍ଷା କରନ୍ତୁ। 8 ତାରିଖ ଭିତରେ 7 ତାରିଖ ଭିତରେ ଯେଉଁମାନେ ବି ଅପଡ଼େଟ୍ କରିଦେଇଥିବେ ତ ଆପଣମାନେ ବହୁତ ଭାବରେ ପଇସା ପାଇଗଲେଣି 98 ଲକ୍ଷ। ଆଉ ଯେଉଁ ଅଳ୍ପ ଲୋକ ଅଛନ୍ତି ସେମାନଙ୍କ ପାଇଁ ମୁଁ କହି ରଖୁଛି ଯେ ନିହାତି ଭାବରେ ବ୍ୟାଙ୍କକୁ ଥରେ ଯାଆନ୍ତୁ। କ'ଣ ସୁବିଧା ଅସୁବିଧା ଅଛି ବ୍ୟାଙ୍କ ସହିତ ବ୍ୟାଙ୍କ ସହିତ ଆପଣମାନଙ୍କ ଆଧାର ଲିଙ୍କ ଅଛି ନା ନାହିଁ, ମୋବାଇଲ ନମ୍ବର ଲିଙ୍କ ଅଛି ନା ନାହିଁ, ଆଉ ଆପଣଙ୍କର KYC ଅଛି ନା ନାହିଁ ବ୍ୟାଙ୍କରେ, ନିହାତି ଭାବରେ ଥରେ ଯାଇ ଚେକ୍ କରନ୍ତୁ। ତାପରେ DBT ଚେକ୍ କରନ୍ତୁ, NPCI ରିଜେକ୍ଟ ଲିଷ୍ଟ ଚେକ୍ କରନ୍ତୁ। ଯଦି ସବୁକିଛି ଠିକ୍ଠାକ୍ ଅଛି ତ ନିହାତି ଭାବରେ 100% ଆପଣମାନେ ଯେଉଁ 8 ତାରିଖ ମାର୍ଚ୍ଚ 8 ତାରିଖ ମହିଳା ଦିବସରେ ଆପଣଙ୍କ ଟଙ୍କାଟି ମିଳିବାକୁ ଯାଉଛି ଏକା ଥରକରେ 10,000 ଟଙ୍କା ଆପଣମାନଙ୍କୁ ମିଳିବ। ତ ଅପେକ୍ଷା କରନ୍ତୁ, ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଏଇଟା ଥିଲା ଆପଣମାନଙ୍କ ପାଇଁ ସୁପତିର ଅପଡ଼େଟ୍। କେମିତି ଲାଗିଲା ନିହାତି ଭାବରେ ମୋତେ କମେଣ୍ଟ କରି ଜଣାଇବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଅନ୍ କରିଦେବେ। ରହୁଛି ଯଦି କିଛି ପ୍ରୋବ୍ଲେମ୍ ଅଛି DBT ହେଉ, EKYC ହେଉ বা NPCI ରିଜେକ୍ଟ ଲିଷ୍ଟ ହେଉ, ଆପଣମାନଙ୍କ ନାଁ ଅଛି ନା ନାହିଁ ଯଦି ଜାଣିବାକୁ ଚାହୁଁଛନ୍ତି, ଜାଣିପାରୁନାହାନ୍ତି ମୋତେ କମେଣ୍ଟ କରନ୍ତୁ। ମୁଁ ନିହାତି ଭାବରେ ଆପଣମାନଙ୍କୁ ସାହାଯ୍ୟ କରିବି। ରହୁଛି ଭେଟ ହେବ ନୂଆ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।